କରୋନା ଅବଧି ପରେ ସମଗ୍ର ବିଶ୍ୱର ଅର୍ଥନୀତି ଖରାପ ପ୍ରଭାବିତ ହୋଇଛି। କିନ୍ତୁ ଏହି ଖରାପ ଅବସ୍ଥାରେ ମଧ୍ୟ ଭାରତ ହେଉଛି ଦ୍ରୁତତମ ଅଭିବୃଦ୍ଧି ଅର୍ଥନୈତିକ ରାଷ୍ଟ୍ର। ଭାରତ ବ୍ରିଟେନକୁ ଅତିକ୍ରମ କରି ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି। ଗତ ଏକ ବର୍ଷ ମଧ୍ୟରେ ଟଙ୍କା ପ୍ରାୟ 10% ହ୍ରାସ ହୋଇଥିଲେ ମଧ୍ୟ ଦେଶରେ ଧନୀମାନଙ୍କ ସମ୍ପତ୍ତିରେ କ୍ରମାଗତ ବୃଦ୍ଧି ଘଟିଛି। ଭାରତର 100 ଧନୀ ବ୍ୟକ୍ତିଙ୍କ ସମ୍ପତ୍ତିରେ $25 ବିଲିୟନ ରେକର୍ଡ ହୋଇଛି ଓ ଏହା $800 ବିଲିୟନ ଅତିକ୍ରମ କରିଛି। ସେଥିମଧ୍ୟରୁ ଏବେ ପ୍ରକାଶ ପାଇଛି ଧନୀ ତାଲିକା। ବ୍ଲୁମବର୍ଗ ଦ୍ୱାରା ବିଶ୍ୱର 25 ସବୁଠାରୁ ଧନୀ ପରିବାର ତାଲିକା ପ୍ରକାଶ କରାଯାଇଛି। ଏହି ତାଲିକାରେ ନମ୍ବରରେ ରହିଛି ଅମ୍ବାନୀ ଫ୍ୟାମିଲି। 1955ରେ ଧୀରୁଭାଇ ଅମ୍ବାନୀ ରିଲାଏନ୍ସ କମର୍ସିଆଲ କମ୍ପାନୀର ସ୍ଥାପନା କରିଥିଲେ। ବର୍ତ୍ତମାନ ଏହା ବିଶ୍ୱର ଏକ ବଡ଼ ଶିଳ୍ପ ସଂସ୍ଥା ଭାବେ ଅର୍ଜନ କରିଛି। ଗତ କିଛି ବର୍ଷ ଧରି ବିଶ୍ୱର ଧନୀ ପରିବାର ତାଲିକାରେ ପ୍ରଥମ 10 ଭିତରେ ସ୍ଥାନ ଅକ୍ତିଆର କରିଛି ଅମ୍ବାନୀ ଫ୍ୟାମିଲି। ଭାରତରେ 1 ନମ୍ବର ଧନୀ ଭାବେ ପରିଚିତ ଅମ୍ବାନୀ ଖାନଦାନ ତାଙ୍କର ମୋଟ ସମ୍ପତ୍ତି ପାଖାପାଖି 26 ଟ୍ରିଲିୟନ। ଧନୀ ପରିବାର ତାଲିକାରେ 1 ନମ୍ବରରେ ରହିଛନ୍ତି ୱାଲମାର୍ଟ ସଂସ୍ଥା ପ୍ରତିଷ୍ଠାତା ୱାଲ୍ଟର୍ସ ଫ୍ୟାମିଲି। ଅନେକ ବର୍ଷ ଧରି ଧନୀ ପରିବାର ଲିଷ୍ଟରେ 1 ନମ୍ବର ସ୍ଥାନରେ ରହୁଛନ୍ତି ୱାଲ୍ଟର୍ସ ଫ୍ୟାମିଲି।